ଓଡ଼ିଶାରେ ଆଉ ମିଳିବନି ମଦ, ମଦମୁକ୍ତ ହେବ ରାଜ୍ୟ। ଓଡ଼ିଶା କେନ୍ଦ୍ର ମଦମୁକ୍ତ, ଏଣିକି ଓଡ଼ିଶାରେ ଆଉ ମିଳିବନି ମଦ। ଓଡ଼ିଶାକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେଣି ସରକାର। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ବୟାନ। ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ ହୋଇଛି। ଓଡ଼ିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ। ଓଡ଼ିଶାକୁ ମଦ ଓ ନିଶାମୁକ୍ତ କରିବାକୁ ଯୋଜନା କରୁଛନ୍ତି ବିଜେପି ସରକାର। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା ହେବ। ଆଲୋଚନା ହୋଇ କାର୍ଯ୍ୟକ୍ରମେ ପଦକ୍ଷେପ ନିଆଯିବ। ସୁସ୍ଥ ସମାଜ ଗଠନ ପାଇଁ ଏହା ବେଶ ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ। ସେହିପରି ପୂର୍ବରୁ ମଧ୍ୟ ବିହାର, ଗୁଜରାଟ, ମିଜୋରାମ, ନାଗାଲାଣ୍ଡ ଏବଂ ଲକ୍ଷଦ୍ୱୀପରେ ମଧ୍ୟ ମଦ ବ୍ୟାନ୍ କରାଯାଇଥିଲା। ଲକ୍ଷଦ୍ୱୀପରେ ମଦ ବ୍ୟାନ୍ କରାଯାଇଥିଲା। ଏହା ଦେଶର ମଦମୁକ୍ତ ରାଜ୍ୟ ପାଇଁ ପରିଚିତ। ଏଣିକି ଓଡ଼ିଶା ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ଯାଉଛି। ଆପଣଙ୍କ ମତ କ'ଣ ତାହା ଆମ କମେଣ୍ଟ ସେକ୍ସନରେ ଜଣାନ୍ତୁ।